ଭଲ ଲୋକ ଏବଂ ଖରାପ ଲୋକ ନାହାନ୍ତି, ସମସ୍ତେ ଉଭୟଙ୍କ ମଧ୍ୟରେ ଦୋଳାୟମାନ ହେଉଛନ୍ତି। ଯଦି ଆପଣ ଏକ ଅତ୍ୟନ୍ତ ସୁନ୍ଦର ସୁନ୍ଦର ପରିବେଶ ସୃଷ୍ଟି କରନ୍ତି, ତେବେ ସମସ୍ତେ ଆଶ୍ଚର୍ଯ୍ୟଜନକ ଭାବରେ ବ୍ୟବହାର କରନ୍ତି। ଯଦି ଆପଣ ଏକ ଅପ୍ରୀତିକର ପରିବେଶ ସୃଷ୍ଟି କରନ୍ତି, ତେବେ ବହୁତ ଲୋକ କ୍ରୋଧୀ ହୋଇଯାଆନ୍ତି। ଆନନ୍ଦିତ ଲୋକ ଏବଂ ଦୁଃଖୀ ଲୋକ ଅଛନ୍ତି, କିନ୍ତୁ ଭଲ ଲୋକ ଏବଂ ଖରାପ ଲୋକ ନାହାନ୍ତି। ଯେଉଁ ମୁହୂର୍ତ୍ତରେ ଆମେ ଭାବୁ ଯେ ଆମେ ଭଲ, ଆମେ ଖରାପକୁ ନଷ୍ଟ କରିବାର ଅଧିକାର ପାଇଲୁ ନୁହେଁ କି, ଓ ଆମେ ବହୁତ ଦିନ ଧରି ବହୁତ ଲୋକଙ୍କୁ ନଷ୍ଟ କରି ଆସୁଛୁ, ଏହାକୁ ବନ୍ଦ କରିବାର ସମୟ ଆସିଛି। ମଣିଷମାନେ ଅଭିଜ୍ଞତା ଏବଂ ବୁଝାମଣାର ବିଭିନ୍ନ ସ୍ତରରେ ଅଛନ୍ତି। ଯେଉଁମାନେ ଆପଣଙ୍କ ପରି ନୁହନ୍ତି, ସେମାନେ ସ୍ପଷ୍ଟ ଭାବରେ ଖରାପ ନୁହେଁ କି ଯେଉଁମାନେ ମୋ ପରି ନୁହନ୍ତି, ସେମାନେ ନିଶ୍ଚୟ ଖରାପ ଲୋକ ହେବେ, କାରଣ ଭଲତାର ଆଧାର ଏବଂ ଆପଣ ଯାହା ଭଲ ବୋଲି ଭାବନ୍ତି ତାହା ଆପଣ ନିର୍ଣ୍ଣୟ କରନ୍ତି। ଏବେ ଆପଣଙ୍କର ଏହା କରିବାର କୌଣସି କାମ ନାହିଁ। ଲୋକମାନେ ମୋତେ ପଚାରନ୍ତି, ସଦ୍ଗୁରୁ, ଆପଣ ଏହି ସମସ୍ତ ଲୋକଙ୍କ ସହିତ କିପରି କାର୍ଯ୍ୟ କରନ୍ତି? ସେମାନେ ପଚାରୁଥିବା ସମସ୍ତ ପ୍ରକାରର ଭୟଙ୍କର ପ୍ରଶ୍ନ ସେମାନେ ଏହା କରୁଛନ୍ତି। ସେମାନେ ତାହା କରୁଛନ୍ତି। ମୁଁ କହିଲି, ମୋର ଜୀବନ ସେମାନଙ୍କ ବିଷୟରେ ନୁହେଁ, ଏହା ମୋ ବିଷୟରେ। ଏହା ମୁଁ କିପରି ଅଛି ତାହା ବିଷୟରେ, ଏହା ମୋ ବିଷୟରେ ସେମାନେ କିପରି ଅଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଏହା ସେମାନଙ୍କ ପସନ୍ଦ, କିନ୍ତୁ ମୁଁ କିପରି ଅଛି ତାହା ମୋର ପସନ୍ଦ, ଏହା ମୋର ପଥ। ସେମାନେ ଯାହା କରନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ମୁଁ ଏହିପରି, କାରଣ ମୁଁ କାହାକୁ ସେହି ସ୍ୱାଧୀନତା ଦେଇନାହିଁ ଯେ କେହି ମୋତେ ଭୟଭୀତ କରିପାରିବ, କେହି ମୋତେ ରାଗିପାରିବ, କେହି ମୋତେ ଖୁସି କରିପାରିବ, କେହି ମୋତେ ଦୁଃଖୀ କରିପାରିବ। ଏହି ସୁବିଧାଗୁଡ଼ିକ ମୁଁ ନିଜ ପାଖରେ ରଖିଥିଲି। ଏବେ ତୁମର ମଧ୍ୟ ଏହା କରିବାର ସମୟ ଆସିଛି, କାରଣ ଯଦି ଅନ୍ୟ କେହି ନିଷ୍ପତ୍ତି ନେଇପାରେ, ତେବେ ତୁମ ଭିତରେ ଏବେ କ'ଣ ଘଟିପାରେ ଏହା କ'ଣ ଚୂଡ଼ାନ୍ତ ଦାସତ୍ୱ ନୁହେଁ? ଅନ୍ୟ କେହି ନିଷ୍ପତ୍ତି ନେଇପାରେ ତୁମ ଭିତରେ କ'ଣ ହେବା ଉଚିତ। ଆମ ଚାରିପାଖରେ ଯାହା ଘଟେ ତାହା ଆମର ନୁହେଁ, କିନ୍ତୁ ମୋ ଭିତରେ କ'ଣ ଘଟେ ନିଶ୍ଚୟ ମୋର ତିଆରି ନୁହେଁ କି? ତୁମେ ଜାଣ, ଆମେ ଏକ ସ୍ୱେଚ୍ଛାସେବୀ ସଂଗଠନ, ତେଣୁ ଲୋକମାନେ ପ୍ରତିଦିନ